ଆଜିର ରାଶିଫଳ 27 ଅଗଷ୍ଟ 2024 ପଢ଼ନ୍ତୁ ନିଜର ରାଶିଫଳ। ମେଷ ରାଶି ଅତୀତର ବିବାଦୀୟ ପରିସ୍ଥିତିକୁ ନେଇ ଟେନସନ୍ ଲାଗି ରହିବ। ଟଙ୍କା ପଇସାକୁ କେନ୍ଦ୍ର କରି କିମ୍ବା ପର କଥା ଶୁଣି ଘରେ କଳହ ସୃଷ୍ଟି ହୋଇପାରେ। ଅଶ୍ୱିନୀ ନକ୍ଷତ୍ର କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁଁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି। ବ୍ୟବସାୟ, ନିର୍ମାଣ, ପ୍ଲଟିଂ କାରବାର, ଆଇନ ଅଦାଲତ କ୍ଷେତ୍ରରୁ ଆଶାଜନକ ଫଳ ପାଇବେ। ବୃଷ ରାଶି କର୍ମକ୍ଷେତ୍ରରେ ଅନ୍ୟମାନଙ୍କର ଭୁଲ ସକାଶେ ନିଜକୁ ଦାୟୀ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ଏବଂ ଦ୍ରବ୍ୟ ଲାଭ ଜନିତ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ମୃଗଶିରା ନକ୍ଷତ୍ର ଅଭାବ ପୂରଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ବିଗିଡ଼ି ଯାଇଥିବା ଭାତୃ ସମ୍ପର୍କରେ ସମସ୍ୟା ସମାଧାନର ଆଶା କରାଯାଇପାରେ। ମିଥୁନ ରାଶି ଆଗପଛ ବିଚାର କରି କାମରେ ହାତ ନିଅନ୍ତୁ, ନତୁବା ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିବ। ଆରଦ୍ରା ନକ୍ଷତ୍ର ନିଜ ଫାଇଦା ହାସଲ ପାଇଁ ପଡ଼ୋଶୀ ସହଯୋଗରେ ହାତ ବଢ଼ାଇବେ। ପୁରାତନ ରୋଗ ପୀଡ଼ା ବୃଦ୍ଧି ପାଇପାରେ, ସଜାଗ ରହିବା ଭଲ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଦୂରେଇବାରେ ବନ୍ଧୁଙ୍କର ଅବଦାନ ଅବିସ୍ମରଣୀୟ ରହିବ। କର୍କଟ ରାଶି ପରିବାରର କଠିନ ପରିସ୍ଥିତିରେ ନିଜକୁ ଆଡଜଷ୍ଟ କରି ନେବାରେ ସମର୍ଥ ହେବେ। ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ବନ୍ଧୁଙ୍କ ପ୍ରେରିତ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିମାନେ ପ୍ରତ୍ୟେକ କ୍ଷେତ୍ରରେ ସ୍ଥିର ମନ ଦେଇ କାମ କଲେ ସମସ୍ୟାର ସରଳ ସମାଧାନ ହୋଇପାରିବ। ସିଂହ ରାଶି ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ସଫଳତା ପାଇବେ। ମଘା ନକ୍ଷତ୍ର ସକାଳୁ ନକାରାତ୍ମକ ଚିନ୍ତାଧାରା ଯୋଗୁଁ ସାମୟିକ ଚିନ୍ତିତ ରହିପାରନ୍ତି। ସ୍ୱାର୍ଥହାନି ଆଶଙ୍କାରେ ଆତ୍ମୀୟ ସ୍ୱଜନ ଦୂରେଇ ଯାଉଥିବା ଅନୁଭବ କରିବେ। ପରିବାରରେ କିଛିଟା ପ୍ରତିବନ୍ଧକ ରହିଥିଲେ ମଧ୍ୟ କାମ ହାସଲ କରିବାରେ ସମର୍ଥ ହୋଇପାରନ୍ତି। କନ୍ୟା ରାଶି ଉନ୍ନତ ଚିନ୍ତା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବା ମନୋଭାବରୁ ପ୍ରଶଂସିତ ହେବେ। ଚିତ୍ରା ନକ୍ଷତ୍ର ପାଇଁ ସଭା ସମିତିରେ ବାକ୍ ଅସଂଯମ ଯୋଗୁଁ ସୁସମ୍ପର୍କ ବ୍ୟାହତ ହେବ। ବ୍ୟବସାୟରେ ଲାଭ ମିଳିବା ସହ ବାଦ ବିବାଦରେ ଆପୋଷ ସମାଧାନ ଘଟିବ। ଶିଳ୍ପ ବାଣିଜ୍ୟ, କଚେରୀ ମାମଲା ଓ ପରିବହନ ସମସ୍ୟା ବହୁଳ ରହିବ। ତୁଳା ରାଶି ଆଜି ଦିନଟିରେ ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ, ଫଳରେ ଜମା ଫୁର୍ସତ ପାଇବେ ନାହିଁ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ଲକ୍ଷ୍ୟ ହାସଲ କରିବେ। ଧର୍ମ କାର୍ଯ୍ୟରେ ନେତୃତ୍ୱ ନେଲେ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ସ୍ୱାତି ନକ୍ଷତ୍ର ସକାଶେ ଆଜିର ଯାତ୍ରା ପ୍ରଶାସନ, ଆଇନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବ ନାହିଁ। ବିଛା ରାଶି ଆପଣଙ୍କ ପାଇଁ ସମୟର ଚକ୍ର ପୂର୍ବପରି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ଉନ୍ନତି ନହେଲେ ମଧ୍ୟ ଅବନତି ହେବ ନାହିଁ। କର୍ମାରମ୍ଭ, ଯାନବାହନ, ଲୋକ ସମ୍ପର୍କ, ସଭା ସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଜ୍ୟେଷ୍ଠା ନକ୍ଷତ୍ରର କାମ ସୁବିଧାରେ ନ ହେବା କାରଣରୁ ବ୍ୟତୀତ ହେବେ। ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ଧନୁ ରାଶି ଅସୁବିଧାକୁ ସୁବିଧାରେ ପରିଣତ କରିବାରେ ସମ୍ପର୍କୀୟଙ୍କ ଭୂମିକାକୁ ଅସ୍ୱୀକାର କରିପାରିବେ ନାହିଁ। ଅଯଥା ମାନସିକ ଉଦ୍ବେଗ ଓ ଆଶଙ୍କା ଅସ୍ଥିରତା ମଧ୍ୟରେ ଦିନଟିକୁ କଟାଇବେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣାର ଅଭାବ ଅଶାନ୍ତିର କାରଣ ହେବ। ଉତ୍ତରା ଫାଲ୍ଗୁନୀର ଅବକାରୀ ବେପାରରେ ସମସ୍ୟା ଆଶଙ୍କା ରହିବ। ମକର ରାଶି ଶ୍ରବଣା ନକ୍ଷତ୍ର ସାଧାରଣ କଥାରେ ଅତ୍ୟଧିକ ଅଧୈର୍ଯ୍ୟ ହେବା କାରଣରୁ ମାନସିକ ଶାନ୍ତି ପାଇବେ ନାହିଁ। କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷା କରି ଠିକ୍ ସମୟରେ ସହଯୋଗ କରିପାରନ୍ତି। ସଭା ସମିତିର ଆଲୋଚନା କିମ୍ବା ତର୍କ ବିତର୍କରୁ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ। କୁମ୍ଭ ରାଶି ଆଜି କୌଣସି ବିବାଦୀୟ ଘଟଣାରେ ଚିହ୍ନା ପଡ଼ିଲେ ନିଜକୁ କ୍ଷତି ସହିବାକୁ ପଡ଼ିବ। ଯେକୌଣସି କ୍ଷେତ୍ରରେ ହେଉ ଆଗତୁରା ପ୍ରତିକ୍ରିୟା ଦେବା ଠିକ୍ ନୁହେଁ। ପଡ଼ୋଶୀ କିମ୍ବା ସହକର୍ମୀମାନଙ୍କ ସହାନୁଭୂତି ଯୋଗୁଁ କାମ ସହଜରେ ସମ୍ପନ୍ନ ହୋଇପାରିବ। ପୂର୍ବ ଭାଦ୍ରପଦ ନକ୍ଷତ୍ର କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିବେ। ମୀନ ରାଶି ଆଜି ଆର୍ଥିକ ଦିଗରୁ ଅସୁବିଧାଜନକ ସ୍ଥିତି ନ ଉପୁଜିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ରେବତୀ ନକ୍ଷତ୍ରର ଅପରାହ୍ନରେ ବନ୍ଧୁଙ୍କ ସହ ମନମାଳିନ୍ୟ ଯୋଗୁଁ ମନ ଉଦାସ ରହିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ ବୁଝିବେ ଏବଂ ଅନ୍ୟମାନଙ୍କ ଖଳ କଥାରେ ପ୍ରଭାବିତ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ସମସ୍ୟାର ସମାଧାନ ଆଶା କରାଯାଇପାରେ।